ପିଲାମାନେ ତୁମେ କହିଲ ଦେଖି ତୁମେ କେବେ ରେଳଗାଡ଼ି ଦେଖିଛ? ରେଳଗାଡ଼ିରେ କେବେ ଯାତ୍ରା କରିଛ? ରେଳଗାଡ଼ି ଯେ ତୁମେ ଯାତ୍ରା କରିଥିବ ତୁମେ ଜାଣିପାରିବ ଯେ ରେଳଗାଡ଼ିଟା କେମିତି ଶବ୍ଦ କରି ଚାଲିଥାଏ। ରେଳଗାଡ଼ି କେମିତି ଶବ୍ଦ କରି ଚାଲିଥାଏ ଦେଖ, ଚିତ୍ର ଦେଖ। ରେଳଗାଡ଼ି ଛୁକ୍ ଛୁକ୍ ଶବ୍ଦ କରିକି ଚାଲିଥାଏ। ତ ଆଜି ଆମେ ଛୁକ୍ ଛୁକ୍ ଚାଲେ ରେଳଗାଡ଼ି ଏ କବିତାଟିକୁ ପଢ଼ିବା। ଛୁକ୍ ଛୁକ୍ ଚାଲେ ରେଳଗାଡ଼ି, ଷ୍ଟେସନରେ ଲୋକଙ୍କ ଧାଡ଼ି, ଗୋଲ ଗୋଲ ଘୁରି ଲୁହାର ଚକା, ଡବା ପରେ ଡବା ପାଖକୁ ପାଖ, ଝଟପଟ ଦୌଡ଼ ମୁନିରାଣୀ, ଟୁକ୍ ଟୁକ୍ ଦେଖେ ଝରକା ପାଖେ, ଛୁକ୍ ଛୁକ୍ ଚାଲେ ରେଳଗାଡ଼ି, ଧକ୍ ଧକ୍ କରି ଆସେ ଟିଟି, ଟିକେଟ ଦେଖାଅ କରେ ପାଟି। ଟିକେଟ ଦେଖ କହିଲା ମୁନି, ଏକା ଏକା କୁଆଡ଼େ ଯାଉ, ଜଲ୍ଦି ଜଲ୍ଦି ଆଈ ଘରକୁ ଯିବି, ଖଟା ମିଠା ଆଚାର ଖାଇବି, ଆଈ ଘରେ କେତେ ଖେଳ ଖେଳିବି, ଗୋଲ ଗୋଲ ଲଡ଼ୁ ଖାଇବି, ଛୁକ୍ ଛୁକ୍ ଚାଲେ ରେଳଗାଡ଼ି। ବୁଝିପାରିଲ ଭାଇ ପିଲାମାନେ? ତ ଏଇଭଳି ଏ ଯେଉଁ କବିତାଟିକୁ ବାରମ୍ବାର ପଢ଼ିଲେ ତୁମର ମନେ ରହିଯିବ ହେଲା। ତ ଦେଖ ପିଲାମାନେ, ଏ ବିଷୟରେ କ'ଣ ସବୁ ଅଭ୍ୟାସ କାର୍ଯ୍ୟ ଅଛି। ଅଭ୍ୟାସ କାର୍ଯ୍ୟ 1 ନମ୍ବର କହୁଛି, ଆସ ଦିଆଯାଇଥିବା ଅକ୍ଷରରେ ମାତ୍ରା ବ୍ୟବହାର କରି ଗୋଟିଏ ଲେଖାଏଁ ଶବ୍ଦ ଲେଖିବା। ଯେମିତିକି କରେ ମାତ୍ରା ଲଗେଇଲ, ଓକାର ଲଗେଇଲ କ'ଣ ହେଇଯିବ? କୋଳି ହେଇଯିବ। ସେଭଳି ଘରେ ମାତ୍ରା ଲଗେଇ କରିବ, ରୁକାର ଲଗେଇ ମଧ୍ୟ ଏସବୁ ଅକ୍ଷରକୁ ଲଗେଇକିରି କ'ଣ କରିବ ନା ଶବ୍ଦ ଗୋଟେ ଲେଖା ତିଆରି କରିବ। ପାରିବ ନା ପାରିବନି? ତାପରେ 2 ନମ୍ବର କହୁଛି, ଆସ ପ୍ରତି ଅକ୍ଷର ପାଇଁ 2ଟି ଲେଖାଏଁ ଶବ୍ଦ ଲେଖିବା। ପ୍ରତି ଅକ୍ଷର ତୁମେ କ'ଣ କରିବ? 2ଟି ଲେଖାଏଁ ଶବ୍ଦ ଲେଖିବ। ଯେମିତି ଓରେ ଓ ଲେଖିପାରିବ, ତାପରେ ଔଷଧ ମଧ୍ୟ ଲେଖିପାରିବ। ସେଭଳି କ'ଣ କରିବ? ପ୍ରତ୍ୟେକ ଅକ୍ଷରକୁ ବ୍ୟବହାର କରି 2ଟି ଲେଖାଏଁ ଶବ୍ଦ ତୁମେ ତିଆରି କରିବ ହେଲା। ତାପରେ 3 ନମ୍ବର କହୁଛି, ଆସ ବାମ ପାଖ ଘରେ ଥିବା ଅକ୍ଷରରେ ଐକାର ଓ ଅନୁସାର ବ୍ୟବହାର କରି ଗୋଟିଏ ଲେଖାଏଁ ଶବ୍ଦ ଲେଖିବା ହେଲା। କ'ଣ କ'ଣ ନା ଐକାର ଓ ଅନୁସାର ବ୍ୟବହାର କରି ଗୋଟିଏ ଲେଖାଏଁ ଶବ୍ଦ ଲେଖିବ। ଫାଷ୍ଟ ଐକାର ଲଗେଇଲେ କୈଳାସ ହେବ, ଅନୁସାର ଲଗେଇଲେ ବଂଶ ହେବ। 2ଟା ଶବ୍ଦ ଅଛି, ସେଇଭଳି କ'ଣ କରିବ? ଶବ୍ଦ ତିଆରି କରିବ ହେଲା। 4 ନମ୍ବର କହୁଛି, ତଳ ଗୀତଟିକୁ ପଢ଼ିବା, ଦେଖି ଦେଖି ଲେଖିବା। ଯେମିତିକି କାହାରିକୁ ହିଂସା ନ କର ଲବେ, ସଂସାରରେ ପ୍ରଶଂସା ପାଇବେ ତେବେ ହେଲା। କାହାରିକୁ ହିଂସା କର ନାହିଁ, ତାହେଲେ ସଂସାରରେ ତୁମ ସମସ୍ତଙ୍କ ଠାରୁ ପ୍ରଶଂସା ପାଇବ। ଏଇଟା କ'ଣ କରିବ? ବାରମ୍ବାର ଲେଖିବ। 5 ନମ୍ବର କହୁଛି, ଦିଆଯାଇଥିବା ଶବ୍ଦରେ ଚନ୍ଦ୍ରବିନ୍ଦୁ ଯୋଡ଼ି ପଢ଼ିବା ଲେଖିବା। ଯେମିତିକି କରେ କଇଁ ଅଛି, କଇ ଅଛି, ଚନ୍ଦ୍ରବିନ୍ଦୁ ଲଗେଇଦେଲେ କ'ଣ ହେଇଯିବ ନା କଇଁ ହେଇଯିବ। ସେଭଳିଆ ଛୁଇଁ ଅଛି, ଚନ୍ଦ୍ରବିନ୍ଦୁ ଲଗେଇଦେଲେ ଛୁଇଁ ହେଇଯିବ। ବୁଝିପାରୁଛ ବୁଝିପାରୁନ? ସେଭଳି କ'ଣ କରିବ ନା ଚନ୍ଦ୍ରବିନ୍ଦୁ ଲଗେଇକିରି ଶବ୍ଦ ତିଆରି କରି ଲେଖିବ। ଫାଙ୍କା ସ୍ଥାନ ଡ୍ୟାସ୍ ପୂରଣ କରିବ। 6 ନମ୍ବର କହୁଛି, ଆସ ଅକ୍ଷର ମିଶାଇ ଶବ୍ଦ ଗଢ଼ିବା, ପଢ଼ିବା, ଲେଖିବା। ଯେମିତିକି ମୁଁ ଯୁକ୍ତ ଆ କ'ଣ ହେଇବ? ମୁଆଁ ହେଇଯିବ ହେଲା। ତାକୁ କ'ଣ କରିବ ନା ଏ ଯେଉଁ ଡ୍ୟାସ୍ ପୂରଣରେ ଲେଖିବ। ତାପରେ ଚ ଯୁକ୍ତ ଉ ଯୁକ୍ତ ରି କ'ଣ ହେଇଯିବ ନା ଚଉଁରି। ସେଭଳିଆ ଖାଲି ସ୍ଥାନରେ ଲେଖିବ। ଧ ଯୁକ୍ତ ଇ ଯୁକ୍ତ ସ ଯୁକ୍ତ ଇ କ'ଣ ହେଇଯିବ? ଧଇଁ ସଇଁ। ଏଭଳି କ'ଣ କରିବ? ଶବ୍ଦ ଲେଖିବ। ତାପରେ 7 ନମ୍ବର କହୁଛି, ଦିଆଯାଇଥିବା ଶବ୍ଦରେ ହଲନ୍ତ କ'ଣ ଲଗେଇବ? ହଲନ୍ତ ଯୋଡ଼ି ପଢ଼ିବା ଆଉ ଲେଖିବା। ଯେମିତିକି ଚକ ଚକ ଅଛି, ହଲନ୍ତ ଲଗେଇ କ'ଣ ହେଇଯିବ ନା ଚକ୍ ଚକ୍। ଟପ ଟପ ଅଛି, ହଲନ୍ତ ଲଗେଇ କ'ଣ ହେଇଯିବ ନା ଟପ୍ ଟପ୍। ସେଭଳି କ'ଣ କରିବ? ଏ 2ଟା ଶବ୍ଦକୁ ଲେଖିବ ତୁମେମାନେ। 8 ନମ୍ବର କହୁଛି, ଶବ୍ଦ ଗଢ଼ିବା, ପଢ଼ିବା ଓ ଲେଖିବା। ଯେମିତିକି ଦେଖ, କୋ ଯୁକ୍ତ ଟ କ'ଣ ହେଇଯିବ? ହଲନ୍ତ ଲଗେଇଦେଲେ କୋଟ୍। ନୋ ଯୁକ୍ତ ଟରେ ହଲନ୍ତ ନୋଟ୍। ସେଭଳି କ'ଣ କରିବ? ଏ ଶବ୍ଦକୁ ସବୁ ତୁମେମାନେ ତିଆରି କରିବ। ତାପରେ କ'ଣ କହୁଛି ଦେଖ, କହୁଛି ଆସ ବିନ୍ଦୁ ଯୋଡ଼ି ଚିତ୍ର ପୁରା କରିବା, ରଙ୍ଗ କରିବା। ଚିତ୍ରରେ କିଏ ଅଛି କୋଠରେ ଲେଖିବା। ବିନ୍ଦୁ ଯୋଡ଼ି ସଂଖ୍ୟା ସବୁ ଅଛି, ବିନ୍ଦୁ ଯୋଡ଼ିଲେ ଇଏ ଗୋଟେ କ'ଣ ହେଇଯିବ ନା ବାଦୁଡ଼ିର ଚିତ୍ରଟିଏ ହେଇଯିବ। ଏଠି ବାଦୁଡ଼ି ଲେଖିବ, ତାକୁ ରଙ୍ଗ କରିବ ହେଲା। ତାପରେ ଏଠି ଗୋଟେ କ'ଣ ଚିତ୍ର ଅଛି ଦେଖ, ଏଠି ଗୋଟିଏ କେଉଁ ଭଳି ଚିତ୍ରଟିଏ ସୃଷ୍ଟି ହେବ ନା ଗୋଟିଏ ଛତାର ଚିତ୍ରଟି ସୃଷ୍ଟି ହେବ। ଛତା ଆଉ ତା ସହିତ ବିଲେଇର ଚିତ୍ରଟିଏ ସୃଷ୍ଟି ହେବ। ତିଆରି କରିବ, ରଙ୍ଗ ମଧ୍ୟ ତୁମେମାନେ ଦେବ ହେଲା। ତ ଏଇଟା ଥିଲା ଆମର ବିଷୟବସ୍ତୁ। ତ ନେକ୍ସଟ କ୍ଲାସ୍ରେ ଆମେ ଗୋଟେ ନୂଆ ବିଷୟବସ୍ତୁକୁ ଆରମ୍ଭ କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।